ଜଗନ୍ନାଥ ସାଙ୍ଗମାନେ ତ ଆମର ରାତିର ଫାଇନାଲ ହେଲା ପୁରୀ ଯିବା ପାଇଁ। ତ ଆମେ ବାହାରି ଆସିଲୁ ପୁରୀ। ତ ଫୋନରେ ଚାର୍ଜ ନଥିଲା, ସେଥିପାଇଁ ଆସିଲା ବେଳେ ଭିଡିଓ କରିପାରିଲୁନି। ତ ଫାଇନାଲି ଦେଖିପାରୁଥିବେ ଆମେ ଆସି ମନ୍ଦିର ପାଖାପାଖିରେ ପହଞ୍ଚି ଯାଇଛୁ। ନରେନ୍ଦ୍ର ଗୁରୁ ଏଇଟା ଅତା ନା ମିଛରେ ପୁରୀ ଆସିକି ତୁ କେତେ ଖୁସି ଅଛୁ? ଆରେ ଫିଲିଂସ୍ ଟା ଭିତରୁ ଫୁଟିକି ବାହାରୁଛି। ଆମେ ଆଜି ସତରେ କଥା ଭାବି ପାରୁଥିଲୁ ଆମେ ଆଜି ପୁରୀ ଆସିବୁ ବୋଲିକି। ମାନେ କାଲି ରାତିରେ ଏତେ ହଇରାଣ, ଟ୍ରେନ ମିଳିଲାନି, କିଛି ମିଳିଲାନି। ଲାଷ୍ଟ କାଲି ରାତି ସାରା ଆମେ ଶୋଇନା, ଗୋଟେ ଭାଇ ଘରେ ଥିଲୁ। ଆଉ ସେଠି ଲାଷ୍ଟକୁ ବସ୍ ରେ ଆଇନୁ, ସକାଳୁ ସେ ବସ୍ ବି ଆଇଲାନି। ଲାଷ୍ଟକୁ ପୁଣି ବସ୍ ଚେଞ୍ଜ କରିକି ଆସିନୁ। ପୁଣି ବହୁତ କଷ୍ଟରେ ଆମେ ଆସି ଆଜି ପୁରୀ ପହଞ୍ଚି ଯାଇଛୁ। ସବୁ ସେଇ ଜଗାଙ୍କର ଖେଳ। ମାନେ ଭିଡିଓ ଦେଖୁଥିବେ କମେଣ୍ଟର ଜୟ ଜଗନ୍ନାଥ କହିଦେବେ। ପୁଣି ଥରେ ଜଗା ଡରି ଲଗେଇଛି। ଭିଡ ପ୍ରବଳ। ମାନେ ଏ ଜାଗା ଗୋଟେ ଏମିତି ଜାଗା, ମାନେ ଏଠିକି ଆସିକି ଜଷ୍ଟ 5 ମିନିଟ ବସି ପଡିବ, ମାନେ ବହୁତ ଖୁସି ଲାଗେ, ପୁରା ଶାନ୍ତି ଲାଗେ, ସବୁ କଷ୍ଟ ବି ହାଲକା ହେଇଯାଏ। ଏଠି ସବୁବେଳେ ଲୋକ, ସବୁବେଳେ ଏଠି ଭିଡ ପ୍ରବଳ। କୋଉ ଦିନ ନାହିଁ ଯେ ଲୋକ ଥିବେନି। ସବୁ ସେଇ କାଳିଆ ବସିକି ନୀଳା କରୁଛି। ଚାଲ ଭିତରକୁ ତ ଆମେ ଫୋନ ଟା ନେଇ ପାରିବୁନି, ତ ଭିତରେ କିଛି ଦେଖି ହବୁନି। ତ ବାହାରକୁ ଆସିବା, ମଜାମସ୍ତି କରିବା। ତ ସବୁବେଳେ ଆମେ ଦର୍ଶନ କରି ଆସିଛୁ। ଦେଖିପାରୁଛୁ ଏଇ ଛୁଆର ଫଟୋ ଟିକେ ଉଠା। ମା କଣ ଯାଉଛ? ଦର୍ଶନ କରି କେମିତି ଲାଗିଲା? ବହୁତ ଆନନ୍ଦ ଲାଗିଲା, ଖୁସି ଲାଗିଲା। ମହାପ୍ରଭୁଙ୍କୁ ଦେଖି ସାରିଲା ପରେ ମନ ଆଉ କୋଉଠି ଲାଗୁନି। ଏବେ ଫଟୋ ଟିକେ ଉଠେଇ ଦେଇକି ସି ବିଚ୍ ଆଡିକି ଯିବା। ଆମ ସହିତ ଆମ ସାଙ୍ଗ ପିଲା ଗୋଟେ ଆସିଥିଲା କାହ୍ନା ବୋଲି, ତା ଦେହ ଏତେ ଅସୁସ୍ଥ ହେଲା ଯେ ସେ ଠାକୁରଙ୍କୁ ବି ଦେଖି ପାରିଲାନି। ଦେହ ଅସୁସ୍ଥ ବାହାନା, ପାପ କରିଛି କିଛି ଗୋଟେ, ସେଥିପାଇଁ ଜଗା ଡାକିଲେନି ତାକୁ। ମାନେ ଆମେ ତ ସେନାନି କାଲି ରାତିରୁ ଭାବୁଥିବୁ ବସ୍ 2ଟା ବସ୍ ଚେଞ୍ଜ କରି ଆମେ ଆଇଛୁ। ଆମେ ତ ଦର୍ଶନ କରିଦେନୁ, ସେ ତାହୁରି ଆସିବ ରାତି ସାରା ହେଲା, କାହିଁ ଦର୍ଶନ କରିପାରିଲାନି କାଁ ବୁଝିଲୁ। ଚାଲ ଯିବା, ଏବେ ବୁଲାବୁଲି କରିବା, ତାପରେ ଯିବା ସି ବିଚ୍ ପାଖକୁ, ସେଠି କିଛି ମଜାମସ୍ତି କରିବା।